ଯାହା ଶେଷରେ ସମ୍ବଲପୁରରେ ପ୍ରୋଗ୍ରାମ ହେଲା ଆଉ କହିବା ପାଇଁ ବହୁତ କିଛି ଅଛି କିନ୍ତୁ ଷ୍ଟେଜ୍ ଉପରେ ସବୁ ଜିନିଷ କହିହେବନି। ମୁଁ ଜାଣିବାରେ ବ୍ୟାଚ୍ର ହ୍ୱାଟ୍ସଆପ୍ ଗ୍ରୁପ୍ରେ ଯେତେ ଜଣ ପିଲା ଅଛନ୍ତି ସମସ୍ତଙ୍କୁ ଯୋଗାଯୋଗ କରାହେଉଛି। ପର୍ସନାଲ ମେସେଜ୍ ହଉ ଫୋନ୍ ହଉ ସମସ୍ତଙ୍କୁ କରାହେଉଛି। ଆଉ କେହି କହିପାରିବେନି କି ନାଇଁ ମୋତେ ଜଣାଇନି। ଠିକ୍ ଅଛି, ଡେଟ୍ ଇସ୍ୟୁ ରହିଥିଲା, ଡେଟ୍ ଇସ୍ୟୁ ବି ସମସ୍ତଙ୍କ ସହିତ କଥା ହେଇଛି। ମୋତେ ଯେତେବେଳେ ମାମା ଆଉ ଲିନା ମୁନି କନଫରେନ୍ସ ଏମିତି ମୁନିର ପ୍ରୋବ୍ଲେମ୍ ଅଛି ଇଏ ଅଛି 21 ତାରିଖ ପାଇଁ ପ୍ରୋଗ୍ରାମ କର। ମୁଁ ସାଙ୍ଗେ ସାଙ୍ଗେ ନଳିନୀ, ଜିନୁ, ଶୁଭେନ୍ଦୁ, ଟିଲୁ ସମସ୍ତେ ସଞ୍ଜୟ ସମସ୍ତେ ଫୋନ୍ କରିଥିଲେ। ତାପରେ ଡେଟ୍ ଫାଇନାଲ୍ କରାହେଲା। ତାପରେ ବି ଭିଡ଼ିଓ ରଖାଗଲା। ତାପରେ ନଳିନୀ ଆଉ ଟିଲୁ ସମସ୍ତେ ଆସିଲେ। ସେଗୁଡ଼ା ସବୁ ମନେ ପକାଇବାକୁ ପଡ଼ିବ। ସେମାନେ ଆସିଲେ, ହୋଟେଲ କଥାବାର୍ତ୍ତା ହେଲେ 21 ତାରିଖ ହେଇପାରିବ କି ନାହିଁ, କେମିତି କ'ଣ ସୁବିଧା ଅସୁବିଧା ସବୁ କଥା ହେଲେ କେମିତି ପ୍ରୋଗ୍ରାମ କରିବା, ସବୁ ଯୋଜନା କରାଯାଇ ପ୍ରୋଗ୍ରାମ କରାଯାଉଛି। ଏମିତି ନୁହେଁ ଯେ ସଡ଼ନ କାହାକୁ କହିଦିଆ ହେଲା କି ଭାଇ ଏତିକି ଦିନ କରିବା କି ଇଏ କରିବା। କୌଣସି କାର୍ଯ୍ୟକ୍ରମ କରିବାକୁ ହେଲେ ସମସ୍ତଙ୍କର ଅବଦାନ ଦରକାର। ଏଇଟା ହେଉଛି 93 ବ୍ୟାଚ୍ ପ୍ରୋଗ୍ରାମ। ଆମେ 95 କି 2000 କି 80 ବ୍ୟାଚ୍ ପିଲା ଗୁଡ଼ାକୁ ନେଇକି ଆମ ବ୍ୟାଚ୍ର ପିଲାଙ୍କୁ ପ୍ରୋଗ୍ରାମ କରି ରଖାଯାଉଛି। ଏଇଟା ନିଜେ ହିଁ ଅର୍ଗାନାଇଜର, ସମସ୍ତେ ନିଜେ ଅର୍ଗାନାଇଜର। ଆଉ ଠିକ୍ ଅଛି, ସମ୍ବଲପୁର ପରିବାର ପ୍ଲାନିଂ କରାହେଇଥିଲା। ଆଉ ସମ୍ବଲପୁରକୁ ସକ୍ସେସ୍ କରିବା ପାଇଁ ଯୋଜନା କରାହେଲା। ପିଲା ସଂଖ୍ୟା କମିବେ ବଢ଼ିବେ ସେଟା ନିଜ ଉପରେ ଡିପେଣ୍ଡ। ମୁଁ ତ କାହାକୁ ଘରୁ ଟାଣିକି ଆଣିପାରିବେନି କି ସଞ୍ଜୟ କାହାକୁ ଟାଣିକି ଆଣିପାରିବେନି କି ଝିଅମାନେ କାହାକୁ ଟାଣିକି ଆଣିପାରିବେନି ନା ଘରୁ। ସମସ୍ତେ ସମସ୍ତଙ୍କୁ ରିକ୍ୱେଷ୍ଟ କଲେ, କହିଲେ ପ୍ରୋଗ୍ରାମ ହେଉଛି, ସମସ୍ତେ ନିଜର ସମୟ ବାହାର କରି ଆସ। କାହାର ପ୍ରୋବ୍ଲେମ୍ ନାହିଁ। ଯେତେ ଜଣ ଆସିଛନ୍ତି ସମସ୍ତଙ୍କର କିଛି ନା କିଛି ପ୍ରୋବ୍ଲେମ୍ ଅଛି। କାହାର 30%, କାହାର 50%, କାହାର 100%। ସେଇ ପ୍ରୋବ୍ଲେମ୍ ଭିତରେ ଦେଇକି ଆମେ ସମସ୍ତେ ଏକାଠି ଆସୁଛେ। କାଲି ଯେଉଁମାନେ ଗାଡ଼ିରେ ଯାଇକି ବୁଲୁଥିଲେ ସେଇ ମୋମେଣ୍ଟ ଗୁଡ଼ାକ ଆମର ଆସିବନି। ସେଇ ଗୋଟେ ବର୍ଷରେ ଏଇ ଯେଉଁ ରିନା ଯେମିତି କହିଲା ପ୍ରୋଗ୍ରାମ ଛାଡ଼, ଏଇ ଗୋଟେ ଦିନ ପାଇଁ ସେ ବର୍ଷ ଯାକ ହେଉଛି। ଏଇ ଗୋଟେ ଦିନରେ ସେ କହୁଛି ଗୋଟେ ଦିନରେ ମୋତେ 365 ଦିନ ହସିବାକୁ ସୁଯୋଗ ମିଳୁଛି। ମାନେ ଯେତେବେଳେ ମୁଁ ସେ ଫଟୋ ଦେଖିଦେଉଛି, ଭିଡ଼ିଓ ଦେଖିଦେଉଛି, ତାକୁ ଗୋଟେ ଖୁସି ଲାଗୁଛି। ଏଇ ଆମର ଏଜ୍ ମାନେ ବର୍ତ୍ତମାନ ଆମେ ଯେଉଁ ଏଜ୍କୁ ପଳେଇଲେଣି, ଆଉ ଆଗକୁ କେମିତି ପ୍ରୋଗ୍ରାମ କରିବା, ସମସ୍ତେ ସାଙ୍ଗସାଥି ହେଇକି ରହିବା, ସ୍କୁଲ ସାଙ୍ଗ ବହୁତ ରେୟାର। ମାନେ ଆଗକୁ ଆମ ବ୍ୟାଚ୍ ପିଲାକୁ ନେଇକି ଅଲଗା ବ୍ୟାଚ୍ ପିଲା ସବୁ କହୁଛନ୍ତି ତମ ବ୍ୟାଚ୍ ପିଲା ପ୍ରୋଗ୍ରାମ କରିପାରୁଛ, ତମ ବ୍ୟାଚ୍ ପିଲାଙ୍କର ଯାହା ୟୁନିଟି ଅଛି, ଯେତିକି ଜଣ ହେଉଛନ୍ତି ପ୍ରୋଗ୍ରାମ ବଜାୟ ରଖ। ଆଉ ଯେଉଁମାନେ ବି ଅର୍ଗାନାଇଜ କରିଥିଲେ, ଯାହା ବି କରିଥିଲେ, ଲିନା କ'ଣ ମୁନି କ'ଣ ସମସ୍ତେ ତ କୋଡ଼ିନେଟର, ଟିଲୁ, ନଳିନୀ କି ଶୁଭେନ୍ଦୁ, ମାନେ ଏଗୁଡ଼ା ଯିଏ ଯେମିତି ଯାହା କରୁଥିଲେ ସବୁ ନିଜ ବ୍ୟାଚ୍ ପାଇଁ ବ୍ୟାଚ୍ ପିଲା ଯେମିତି ଆସନ୍ତୁ। ଆଉ ସେଟାକୁ କେହି ଭାବନ୍ତୁନି କି ଦୁର୍ବଳତା। ପିଲା ମୋତେ ଫୋନ୍ ମାରୁଛନ୍ତି, କିଏ ପିଲା କହିବେ ମୋତେ କହୁଛନ୍ତି ଯିବା ପାଇଁ। ପିଲା ଅସୁବିଧା ଜଣାଇବା କଲେ ବହୁତ ପ୍ରକାର ଅସୁବିଧା ଅଛି, କିନ୍ତୁ ପ୍ରୋଗ୍ରାମକୁ ନିଜେ ଆସିବା ପାଇଁ ଚାହିଁଲେ ନିଜେ ଯଦି ଚାହିଁବ ମୁଁ ଆସିପାରିବି। କାଲି ଆମକୁ ରାତି 2ଟାରେ ପହଞ୍ଚିଲା, ସେ ମେସେଜ ଦେଲା ତାର ଇଣ୍ଟରେଷ୍ଟ ଅଛି ବୋଲି ସେ ରାତି 2ଟାରେ ଆସିଲା। ପୁଣି ପୁଅ ରାତି 3ଟାରେ 3:30 ପହଞ୍ଚିଲା, ତାକୁ ଅରବିନ୍ଦ ରହିଲେ ଆସିଲା। ସେମାନେ ଚାହୁଁଛନ୍ତି ନା ପୁଣି ପୁଅ ବହୁତ କଥା କହିଲା କି ଯାହା ହଉ ବ୍ୟାଚ୍ ପିଲାଙ୍କୁ ଥରେ ଦେଖିଦେଲେ ବର୍ଷ ଯାକ ଟାଇମ୍ଟା ତମର ମାନେ ତାଙ୍କର କଟି ଯାଉଛି, ମାନେ ମନ ଭିତରେ ରହୁଛି କି ନାହିଁ ଏଇ ବର୍ଷ ସାଙ୍ଗସାଥି ସହିତ ଦେଖା ହେଲା। ଆଜି କିଏ ଅଛି କାଲି କିଏ ନଥିବ, ଏଇଟା କେହି ଗ୍ୟାରେଣ୍ଟି ଦେଇପାରିବେନି। କିନ୍ତୁ ଯେତେ ଦିନ ଆମେ ଅଛେ ଆଟଲିଷ୍ଟ ବଞ୍ଚିଥିବା ପର୍ଯ୍ୟନ୍ତ ଆମ ପ୍ରୋଗ୍ରାମଟି ଚାଲୁ। ଅମର ହେଠି ଦେଖ ହସୁଛି ହେଲା। ମୁଁ ଯେତେବେଳେ ତାକୁ ଶନିବାର କହିଲି, ତାହେଲେ ଶନିବାର ମୁଁ ସମ୍ବଲପୁର ବହୁତ ଥର ଯାଇଛି, କ'ଣ ଦେଖିବି। କିନ୍ତୁ ଆଜି ଆସିଲା ପରେ କହୁଛି ମୁଁ ଯେଉଁ ଭିଡ଼ିଓ ଫଟୋ ଦେଖିଲି, କ'ଣ ପାଇଁ କାଲି ଆସିଲି, କାଲି ତମେ ଏତେ ପିଲା ଆସିଥିଲ ମୁଁ ଜାଣିପାରିଲିନି ଇଏ ହେଲି। ଏବଂ ସେଇଗୁଡ଼ା ଯେମିତି ଅନ୍ୟ ପିଲା ବି ମିସ୍ କରନ୍ତୁ, କି ମାନେ ଯେଉଁମାନେ ଆସିପାରୁନାହାନ୍ତି ସେମାନେ ମିସ୍ କରନ୍ତୁ, ନିହାତି କରନ୍ତୁ ମିସ୍, କି ମୁଁ ଆସିପାରିଲିନି ଏଇଟା ବହୁତ ବଡ଼ ମିସ୍ କରୁ। ଆଉ ଆଗକୁ ପ୍ରୋଗ୍ରାମ ହେଇପାରେ ନ ହେଇପାରେ ଏଇଟା କେହି ଗ୍ୟାରେଣ୍ଟି ଦେଇପାରିବେନି। ଆମେ ଠିକ୍ ଅଛି ଭାବୁଛେ ପୁରୀରେ କରିବା, ଆମେ ଯୋଜନା କରୁଛେ, ପୁଣି ଯୋଜନା କେତେ ଦୂର ଫଳପ୍ରଦ ହେବାଟା ଏବେଠୁ କହିହେବନି। କିନ୍ତୁ ଠିକ୍ ଅଛି, ପ୍ଲାନିଂ କରାହେଲା। ଆର ବର୍ଷ ଏଇ ଡିସେମ୍ବର ଲାଷ୍ଟ ସଣ୍ଡେ ବୋଲି ପ୍ଲାନିଂ କରାଯାଉଛି। ଦେଖାଯିବ, ଭଗବାନ ଯଦି ଚାହିଁଲେ ପୁଣି ସମସ୍ତେ ଏକାଠି ହେବା। ଆଉ ଜଏନ୍ ଆସେମ୍ବଲି ସମସ୍ତଙ୍କୁ ଭଗବାନ ଭଲ ରଖନ୍ତୁ, ଆଉ ସମସ୍ତେ ଏକାଠି ରୁହନ୍ତୁ।